ଶୋଭାଯାତ୍ରା ବାଇକ୍ ରାଲିରେ ଆସିଥିଲୁ। ବର୍ତ୍ତମାନ ୟୁନିଟ୍ 9 ସ୍ଥିତ ବୁଦ୍ଧ ମନ୍ଦିରରେ ଆଲୋଚନା ହେଉଛି। ଅଲ୍ ଓଡ଼ିଶା ତାମିଲନାଡ଼ୁରୁ ବି ଲୋକ ଆସିଛନ୍ତି। ଏଇଠି ଅଶୋକଙ୍କର ବିଚାରଧାରା, ବୁଦ୍ଧଙ୍କର ଶାନ୍ତି ବାର୍ତ୍ତା, ଅହିଂସାରୁ ହେଇଥିଲେ, ହିଂସା ଛାଡ଼ି ଯାଇଥିଲେ, ଯେଉଁଟାକି ସମାଜ ପ୍ରତି ଶାନ୍ତିର ବାର୍ତ୍ତା ଯାଉଛି। ସେମିତି ସମସ୍ତେ ମାନ ଏକ ସମାନ ଯେଉଁ ରହିଛି ବୁଦ୍ଧଙ୍କର ବିଚାରଧାରା, ସେଥିରେ କେମିତି ଆମର ଏଇଠି ଲୋକଙ୍କର ଶାନ୍ତି ବିଚାରଧାରା ରହିପାରିବେ, ସମସ୍ତେ ମିଳିମିଶି ଚଳିପାରିବେ, ଭାଇଚାରା ରହିପାରିବ, ସେଇ ବିଷୟରେ ଗୋଟେ ଆଲୋଚନାର ଏଇଠି ବୈଠକ ହେଉଛି। ଆଜି ଅଶୋକ ସମ୍ରାଟଙ୍କର ଚକ୍ରବର୍ତ୍ତୀ ଅଶୋକ ସମ୍ରାଟଙ୍କର କେତେତମ ଜନ୍ମ ଜୟନ୍ତୀ ରହିଥିଲା? ଆଜି 23,000 ବର୍ଷ ତଳ ନା 2300। ଆଜି ସରକାର ପ୍ରଶାସନ ଏଇଟାକୁ ପାଇନି, ଆଜି ବୁଦ୍ଧିଷ୍ଟ ଅର୍ଗାନାଇଜେସନ୍ ପାଇଛି ଏବଂ ବହୁଜନ ସମାଜ ପାର୍ଟି ପାଇଛି। ଆ ଉପରେ ଆପଣଙ୍କର କ'ଣ ପ୍ରତିକ୍ରିୟା ରହିବ? କିନ୍ତୁ ଏଇଟାକି ସରକାର ସଚେତନ ହେବା ଦରକାର, ଯେଉଁଟାକି ଓଡ଼ିଶା ଆଉ ଇଣ୍ଡିଆ ଭାରତ ଭିତରେ ରହିଛି ଓଡ଼ିଶା, ଏଇଟା ହେଉଛି ବୁଦ୍ଧିଷ୍ଟ ରାଷ୍ଟ୍ର। ଆମେ ଟଙ୍କା ୟୁଜ୍ କରନ୍ତୁ, ଟଙ୍କାରେ ଯେଉଁ 3ଟି ସ୍ତୂପ ଅଛି, ବାଘ ଚିହ୍ନ, ସିଂହ ଚିହ୍ନ ଅଛି, ସେଇଟା ଗୋଟେ ଅଶୋକଙ୍କର ଚିହ୍ନ। ମୁଦ୍ରା ବି ରହିଛି, ସରକାର ବି ସତ୍ୟ ଜୟନ୍ତୀରେ ଯେଉଁ ଚିହ୍ନ ରହିଛି ସେଇଟା ବି ୟୁଜ୍ କରୁଛନ୍ତି। ଦେଶ ହେଉଛି ଭାରତ ହେଉଛି ବୁଦ୍ଧିଷ୍ଟ ଦେଶ, କିନ୍ତୁ ପ୍ରକୃତରେ ବୁଦ୍ଧିଷ୍ଟ ବିଚାରଧାରା ଏଠି ଲୋପ ପାଇଯାଇଛି। ଏଠି ଲୋକଙ୍କ ଲୋଚନକୁ ଅଣାଯାଉନାହିଁ, ହେଲା କି ଆମେ ଏଠି ହିଂସା କେମିତି ହେବ ସେଇଭଳିଆ ଚେତନା ହେଉଛି, କିନ୍ତୁ ଅହିଂସାରେ କେମିତି ଦେଶ ଚାଲିବ, ଶାନ୍ତିପୂର୍ଣ୍ଣ କେମିତି ଚାଲିବ, ଭାଇଚାରା କେମିତି ବଢ଼ିବ, ସେଇଟାକୁ ଲୋପ ପାଇଯାଉଛି। ଯାହାଫଳରେ କି ବିଚାରଧାରା ଠିକ୍ ନ ହେବାରୁ ଲୋକଙ୍କ ପାଖରେ ଠିକ୍ ବିଚାରଧାରା ପହଞ୍ଚି ପାରୁନାହିଁ, ଯାହାଫଳରେ ଲୋକ ବୁଝିପାରୁନାହାନ୍ତି କେଉଁ ଦିନ ଆମର ବୁଦ୍ଧିଷ୍ଟ ଦେଶରେ ବୁଦ୍ଧିଷ୍ଟ କଥାଟା ଉଠିପାରୁଛି। ବହୁତ ବହୁତ ଧନ୍ୟବାଦ। ଅତି ସୁନ୍ଦର ମତାମତ ରଖିଥିଲେ ଆପଣ। ସାମାଜିକ ଖବରକୁ ବହୁତ ବହୁତ ଧନ୍ୟବାଦ ଆପଣ। ଠିକ୍ ଅଛି।